तो नमस्कार सांगमाने चलन जानबाजीर गुरुत्वपूर्ण खबर गुड़िक कौन कौन रही पूर्व जदि आप चैनल टी सब्सक्राइब कर तो चैनल टी निहाती सब्सक्राइब करनी। तो चलो नजर पकाई आज खबर कौन रही। नुआ दिल्ली में ओडिशा भवन शिलान्यास कले मुख्यमंत्री। नुआ दिल्ली में ओडिशा भवन नूतन बिल्डिंग शिलान्यास कले मुख्यमंत्री। ଏହି ନୂତନ ଭବନର ନିର୍ମାଣ ଶୈଳୀରେ ପ୍ରତିଫଳିତ ହେବ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତି ଝଲକ। ଏଥିପାଇଁ ମୋଟ 93.27 କୋଟି ଟଙ୍କା ବ୍ୟୟ ହେବ। ଏଥିରେ 3ଟି ବେସମେଣ୍ଟ ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ 6ଟି ମହଲା ରହିବ। ସମସ୍ତ ଅତ୍ୟାଧୁନିକ ସୁବିଧା ସହ 45ଟି ସୁଇଟ୍ ବ୍ୟବସ୍ଥା କରାଯିବ। ପ୍ରଥମ ମହଲାରେ ଏକ ଏକ୍ଜିବିସନ ଏରିଆ ଏବଂ ଦ୍ୱିତୀୟ ମହଲାରେ ପ୍ରାୟ 70 ଆସନ ବିଶିଷ୍ଟ କନଫରେନ୍ସ ହଲ୍ ରହିବ। ପୂର୍ବରୁ ଥିବା ଭବନଟି ପୁରୁଣା ହୋଇଯାଇଥିବା ସହ ସ୍ଥାନ ଓ ସୁବିଧାର ଅଭାବ ଥିବାରୁ ବର୍ତ୍ତମାନ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ନୂଆ ଭବନ ନିର୍ମାଣ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆଦିଲ୍ଲୀ ସହିତ ଦେଶର ବିଭିନ୍ନ ସହରରେ ଓଡ଼ିଶାର ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ଭବନ ନିର୍ମାଣ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଖୁବ୍ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ଆଗାମୀ ଦିନରେ ଅଯୋଧ୍ୟା, ବେଙ୍ଗଲୁରୁ ଏବଂ ସୁରଟ ଓ ଓଡ଼ିଶା ଭବନ ନିର୍ମାଣ ହେବ। ଏଥିପାଇଁ ସମ୍ପୃକ୍ତ ରାଜ୍ୟମାନଙ୍କୁ ଜମି ମଗାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଲକାତା, ଚେନ୍ନାଇ ଓ ମୁମ୍ବାଇ ଓଡ଼ିଶା ଭବନ କାର୍ଯ୍ୟକ୍ରମ ଅଛି। ଜନସାଧାରଣଙ୍କ ସୁବିଧା ପାଇଁ ମୁମ୍ବାଇ ଆଉ ଏକ ଭବନ ନିର୍ମାଣ ପ୍ରସ୍ତାବ ରହିଛି। ଏହିସବୁ ଭବନ ଓ ସଦନ ଗୁଡ଼ିକରେ ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ସ୍ୱତନ୍ତ୍ର ଡିଭିଜନ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଜରୁରୀ କାମରେ ଭୁବନେଶ୍ୱର ଆସୁଥିବା ଲୋକମାନଙ୍କ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ପାଖରେ ଏକ ଜନ ଆଶ୍ରୟ ଭବନ ନିର୍ମାଣ କରାଯିବ, ଯେଉଁଥିରେ କି ରାଜ୍ୟର ଜନସାଧାରଣଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ 3 ଦିନର ରହଣି ବ୍ୟବସ୍ଥା କରାଯିବ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ସରକାରଙ୍କ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପୂର୍ତ୍ତ ବିଭାଗ ପ୍ରମୁଖ ସଚେତନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଇଡି ଅଫିସରେ ଅନିଲ ଅମ୍ବାନୀ ମନି ଲଣ୍ଡରିଂ ମାମଲାରେ ହେବ ଜେରା। ଦିଲ୍ଲୀ ଇଡି ଅଫିସରେ ହାଜର ହେଲେ ଅନିଲ ଅମ୍ବାନୀ। ମନି ଲଣ୍ଡରିଂ ମାମଲାରେ ସେ ଇଡି ଅଫିସରେ ହାଜର ହୋଇଛନ୍ତି। ଏଥିପାଇଁ ଅନିଲଙ୍କୁ ପୂର୍ବ ନୋଟିସ ହୋଇଥିଲା। ଆଜି ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଜେରା କରାଯିବ। ସେପଟେ ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧୀନରେ ଅନିଲ ଅମ୍ବାନୀଙ୍କ ଘର ଆବାର୍ଟକୁ ଆଟାଚ କରାଯାଇଛି ଇଡି। ଏହାର ମୂଲ୍ୟ 3,716 କୋଟି ଟଙ୍କା ରହିଥିବା ସୂତ୍ର ଜଣାପଡ଼ିଛି। ଏହି ସାଧନର ଘର 600 ମିଟର ଉଚ୍ଚା। ଏଥିରେ 17ଟି ମହଲା ରହିଛି। ମୁମ୍ବାଇର ପଲ୍ଲୀ ହିଲ୍ ଅଞ୍ଚଳରେ ଏହା ଅବସ୍ଥିତ। ସୂଚନା ଅନୁଯାୟୀ ଆଇନ ଅଧୀନରେ ଏକ ଅସ୍ଥାୟୀ ନିର୍ଦ୍ଦେଶ ଜାରି କରାଯାଇଛି, ଯାହାଦ୍ୱାରା ତାଙ୍କର ଗ୍ରୁପ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ ଦ୍ୱାରା ହୋଇଥିବା ବ୍ୟାଙ୍କ ଠକେଇ ମାମଲାରେ ବହୁ ମାମଲା ଘରକୁ ଆଟାଚ କରାଯାଇପାରିବ। ଆଟାଚ ହୋଇଥିବା ସମ୍ପତ୍ତିର ମୂଲ୍ୟ 3,716.83 କୋଟି ଟଙ୍କା। ଅନିଲ ପ୍ରଥମେ 2015 ଅଗଷ୍ଟରେ ଇଡି ଆଗରେ ହାଜର ହୋଇଥିଲେ। ଆଇନ ଅଧୀନରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ନୂଆ ନିର୍ଦ୍ଦେଶ ସହ ଅନିଲ ଅମ୍ବାନୀ ଏ ମାମଲାରେ ଆଟାଚ ହୋଇଥିବା ମୋଟ ସମ୍ପତ୍ତି ମୂଲ୍ୟ ପାଖାପାଖି 15,700 କୋଟି ଟଙ୍କା ହୋଇଯାଇଛି। ଅନିଲ ଅମ୍ବାନୀଙ୍କ ପାଇଁ ଏହା ବଡ଼ ଝଟକା। ଗତ କିଛି ବର୍ଷ ହେବ ସେ ବ୍ୟବସାୟିକ ସଂଘର୍ଷ କରୁଛନ୍ତି। ଇଡିର ଏହି କାର୍ଯ୍ୟାନୁଷ୍ଠାନ ଆଗକୁ ଅନିଲଙ୍କ ସମସ୍ୟା ଆହୁରି ବଢ଼ାଇପାରେ। କର୍ମଚାରୀଙ୍କୁ କ୍ଷମା ମାଗିଲେ ବିଲ୍ ଗେଟ୍ସ, ଜାଣନ୍ତୁ କାରଣ। ନିକଟରେ ପ୍ରକାଶିତ ଏପଷ୍ଟିନ୍ ଫାଇଲ୍ସକୁ ନେଇ ବିବାଦ ଘେରରେ ଥିବା ବିଲ୍ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ଗେଟ୍ସ ଶେଷରେ ନିଜର ନୀରବତା ଭାଙ୍ଗିଛନ୍ତି। ନିଜ ସଂସ୍ଥା ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ କର୍ମଚାରୀଙ୍କ ସହ ଆୟୋଜିତ ଏକ ଟାଉନ୍ ହଲ୍ ମିଟିଂରେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଆମେରିକାର ଚର୍ଚ୍ଚିତ ଯୌନ ଅପରାଧୀ ଜେଫ୍ ଏପଷ୍ଟିନ୍ ସହ ସମ୍ପର୍କ ରଖିବା ତାଙ୍କର ଜୀବନରେ ଏକ ବଡ଼ ଭୁଲ ଥିଲା ବୋଲି ସେ ସ୍ୱୀକାର କରି ସୂଚନାଯୋଗ୍ୟ ଏହି ବିବାଦ ପରେ ଗେଟ୍ସ ନିକଟରେ ଅନୁଷ୍ଠିତ ଭାରତ ଏଆଇ ଇମ୍ପ୍ୟାକ୍ଟ ସମିଟ୍ 2026ରେ ସାମିଲ ହୋଇନଥିଲେ। ଆଜି ଗେଟ୍ସ କହିଛନ୍ତି ଯେ ଏପଷ୍ଟିନ୍ ତାଙ୍କ ସହିତ ସମ୍ପର୍କ ଫାଉଣ୍ଡେସନ ପ୍ରତିଷ୍ଠାତା ଉପରେ ଏକ କଳା ବାଦଲ ଭଳି ଘୋଟି ରହିଛି। ସେ ଏଥିପାଇଁ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଏହି ଫାଇଲ୍ସ ଉଲ୍ଲେଖ ଥିବା 2 ଜଣ ରୁଷୀୟ ମହିଳାଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବା କଥା ସେ ମାନିଛନ୍ତି। ତେବେ ଏହି ମହିଳାମାନେ ଏପଷ୍ଟିନ୍ ଦ୍ୱାରା ଶୋଷଣ ଶିକାର ହୋଇଥିବା ପୀଡ଼ିତାଙ୍କ ମଧ୍ୟରେ ସାମିଲ ନଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଫାଇଲରେ ଥିବା କିଛି ଝାପ୍ସା ମୁହଁର ଫଟୋ ବିଷୟରେ ସେ କହିଛନ୍ତି ଯେ ଏଗୁଡ଼ାକ ଏପଷ୍ଟିନ୍ ସହଯୋଗୀମାନଙ୍କର ଫଟୋ, ଯାହା ସେତେବେଳେ ସାଧାରଣ ଭାବେ ଉଠାଯାଇଥିଲା। ଏନସିଆରଟି ବିବାଦକୁ ନେଇ ବଡ଼ ବୟାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କହିଲେ, ନ୍ୟାୟପାଳିକାଙ୍କୁ ଅପମାନିତ କରିବା କୌଣସି ଉଦ୍ଦେଶ୍ୟ ନାହିଁ। ଏନସିଆରଟି ଶ୍ରେଣୀ ପାଠ୍ୟ ପୁସ୍ତକ 8 ନ୍ୟାୟପାଳିକାରେ ଦୁର୍ନୀତି ଅଧ୍ୟାୟକୁ ନେଇ ସ୍ପଷ୍ଟ ହୋଇଥିବା ବିବାଦ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,
ଯାହା ଘଟିଛି ସେଥିପାଇଁ ମୁଁ ଗଭୀର ଦୁଃଖିତ ଏବଂ ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ସେ କହିଛନ୍ତି ଯେ ଉତ୍ତରଦାୟିତ୍ୱ ପ୍ରତିଷ୍ଠା କରାଯିବା ନ୍ୟାୟପାଳିକା ଦୁର୍ନୀତି ଉପରେ ଅଧ୍ୟାୟ ପ୍ରସ୍ତୁତ କରିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆମେ ନ୍ୟାୟପାଳିକାଙ୍କୁ ସମ୍ପୂର୍ଣ୍ଣ ସମ୍ମାନ କରୁ। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ। ସୁପ୍ରିମକୋର୍ଟ ଏନସିଆରଟି ପାଠ୍ୟପୁସ୍ତକ ବିବାଦରେ ସ୍ୱତଃସ୍ଫୂର୍ତ୍ତ ବିବାଦ ବିଚାର କରି ଗୁରୁବାର ଏହି ମାମଲାରେ ଶୁଣାଣି କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେ ବାଗ୍ଚି ଏବଂ ବିଚାରପତି ପଞ୍ଚଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନସିଆରଟି ନିର୍ଦ୍ଦେଶ ଏବଂ ଶିକ୍ଷା ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 11ରେ ଅନୁଷ୍ଠିତ ହେବ। ଏହା ଉଲ୍ଲେଖନୀୟ ଯେ ମୁଖ୍ୟ ବିଚାରପତିଙ୍କ ଅସନ୍ତୋଷ ପରେ ଏନସିଆରଟି ପୁସ୍ତକ ପ୍ରତ୍ୟାହାର କରିନେଇଛି। ପରିଷଦ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ତଥାପି ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଦୃଢ଼ ମତ ରଖିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଏହା ନ୍ୟାୟପାଳିକାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ପାଇଁ ଏକ ଜାଣିଶୁଣି ପଦକ୍ଷେପ। ନ୍ୟାୟପାଳିକାର ମୁଖ୍ୟ ଭାବରେ ମୁଁ ଅସନ୍ତୁଷ୍ଟ ନ ହେବା ପର୍ଯ୍ୟନ୍ତ ଶୁଣାଣି ଜାରି ରହିବ। ଏନସିଆରଟି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଶୁଣାଣି ସମୟରେ ଏନସିଆରଟିର ପ୍ରତିନିଧିତ୍ୱ କରିଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ପ୍ରଥମେ ଆମେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ। ସ୍କୁଲ ଶିକ୍ଷା ସଚିବ ଏଠାରେ ଅଛନ୍ତି। ଏଥିରେ ସିଜେଆଇ କହିଥିଲେ ସେମାନେ ନୋଟିସ୍ କ୍ଷମା ପ୍ରାର୍ଥନାରେ ଗୋଟିଏ ଶବ୍ଦ ମଧ୍ୟ ନାହିଁ। କେହି ଜଣେ ମୋତେ ପଠାଇଛନ୍ତି। ଏହା ନିର୍ଦ୍ଦେଶକୁ ଏହାକୁ ଏପରି ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି। ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା 5 ଶୁଣାଣି। ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣା ହାଇକୋର୍ଟ 8 ଅଭିଯୁକ୍ତଙ୍କୁ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 5 ତାରିଖରେ ଶୁଣାଣି ହୋଇପାରେ। ଜାଲିଆତି ଘଟଣାରେ ଅଭିଯୁକ୍ତ ଡକ୍ଟର ନିହାର ରଞ୍ଜନ ମହାନ୍ତି, ନିତ୍ୟାନ ମହାରଣା, ରାମଜାଦି ପ୍ରସାଦ ଗୁପ୍ତା, ବିଜୟ କୁମାର ମିଶ୍ର, ଜୟନ୍ତ କୁମାର ରାଉତ, ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର କମାରୀ ଓ ସନାତନ ବିଷୟଙ୍କ ଏକାଠି ଜାମିନ ଶୁଣାଣି ପାଇଁ ଆଜି ତଦାରଖ ଧାର୍ଯ୍ୟ କରିଥିଲେ କୋର୍ଟ। ଏଥର ନୂଆ ହେବ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ 1 କୋଟି। ତୁଳସୀ କ୍ଷେତ୍ରରେ ଗଡ଼ୁଥିବା ବ୍ରହ୍ମ ତାଳଧ୍ୱଜ ରଥ ଏଥିରେ ନୂଆ ହେବ। ଅର୍ଥାତ୍ ପୂର୍ବ ଯେପରି ପୁରୁଣା ରଥକୁ ମରାମତି କରାଯାଉଥିଲା ତାହା ହେବ ନାହିଁ। ରଥ ପାଇଁ ବ୍ୟବହାର ହେଉଥିବା ସମସ୍ତ ଚକ ଅଖ ନୂଆ ହେବ। ପୂର୍ବ ବର୍ଷର କୌଣସି ପୁରୁଣା କାଠ ବ୍ୟବହାର ହେବ ନାହିଁ। ଏହି ନୂଆ ରଥ ନିର୍ମାଣ ପାଇଁ ସରକାର 1 କୋଟି ଟଙ୍କା ପ୍ରଦାନ କରିବେ ବୋଲି ବିଧି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବଳଦେବଜୀଉ ମନ୍ଦିର ପ୍ରଶାସନ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ନୂତନ ରଥ ନିର୍ମାଣ କରିବା ପାଇଁ ହେଲେ 3550 କ୍ୟୁବିକ୍ ଫୁଟ ଶାଳ କାଠର ଆବଶ୍ୟକତା ରହିଛି। ଏହି କାଠକୁ ବନ ବିଭାଗ ଠାରୁ କିଣିବାକୁ ପଡ଼ିବ, କାରଣ ସରକାର କେବଳ ପୁରୀ ରଥଯାତ୍ରା ଓ ଲିଙ୍ଗରାଜ ରଥଯାତ୍ରା ପାଇଁ ମାଗଣାରେ କାଠ ଯୋଗାଇ ଦିଅନ୍ତି, ହେଲେ କେନ୍ଦ୍ରାପଡ଼ା ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ମାଗଣାରେ କାଠ ଯୋଗାଇ ଦିଅନ୍ତି ନାହିଁ। ପ୍ରତିବର୍ଷ ବ୍ରହ୍ମ ତାଳଧ୍ୱଜ ରଥ ପାଇଁ 638 କ୍ୟୁବିକ୍ ଫୁଟର କାଠର ଆବଶ୍ୟକତା ପଡ଼ିଥାଏ, କାରଣ ପୁରୁଣା ରଥକୁ କେବଳ ମରାମତି କରାଯାଇଥାଏ। ହେଲେ ଚଳିତ ବର୍ଷ ନୂତନ ରଥ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ବନ ବିଭାଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯିବ। ବନ ବିଭାଗ ଯେଉଁ ଜଙ୍ଗଲରୁ କାଠ ଆଣିବା ପାଇଁ କହିବ ସେଠାରୁ କାଠ ଅଣାଯିବ। ମୁଖ୍ୟତଃ ନୟାଗଡ଼ କିମ୍ବା କେନ୍ଦୁଝର ଜଙ୍ଗଲରୁ କାଠ ଅଣାଯାଇଥାଏ।